ଯଦି ଆପଣ ଚାହୁଁଛନ୍ତି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ପଡ଼ିଶା ଘର ସୁନ୍ଦରୀ ଭାଉଜ ହାତ ଧରିକି ରୁମ୍କୁ ଡାକୁ, ଆପଣଙ୍କର ସବୁ ଇଚ୍ଛା ପୂରଣ କରୁ, ତେବେ 5ଟି ଲବଙ୍ଗ ଆଉ କଳା ସୂତା ଆଣି ଆଜିର ଏହି ବଶୀକରଣ କରିଦିଅନ୍ତୁ। ତାପରେ ଦେଖିବେ ଚମତ୍କାର। ହଁ ଫ୍ରେଣ୍ଡସ୍, ଆପଣ ସମସ୍ତଙ୍କର ମନରେ ଇଚ୍ଛା ଥିବ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବା ପାଇଁ, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇବା ପାଇଁ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ 5ଟି ଲବଙ୍ଗ ଆଉ କଳା ସୂତାରେ ଏମିତି ଏକ ସହଜ ଘରୋଇ ବଶୀକରଣ ନେଇ ଆସିଛି, ଯାହାକୁ ଆପଣ କରିଦେଲେ ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ବିବାହିତା ନାରୀକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ। ତାଠାରୁ କିଛି ବି କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ 5ଟି ଲବଙ୍ଗ ଆଣିବେ ଆଉ କଳା ସୂତା ଆଣିବେ। ତାପରେ ମୁଁ ଆପଣଙ୍କୁ କିଛି ପ୍ରୟୋଗ ବିଧି ଶିଖେଇବି। ଆପଣ ସେହି ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିଦେବେ। ତାପରେ ଦେଖିବେ ଚମତ୍କାର। ଯେଉଁ ଝିଅ ପଟୁନଥିଲା ସେ ଝିଅ ପାଗଳି ପରି ଆପଣଙ୍କୁ ଭଲ ପାଇବ। ନିଜେ ଆସି ଆପଣଙ୍କ ସହିତ କଥା ହେବ। ଯେଉଁ ବିବାହିତା ନାରୀ ବା ପଡ଼ିଶା ଘର ଭାଉଜ ଆପଣଙ୍କୁ ଭାव ଦେଉନଥିଲା, ଇଗ୍ନୋର କରୁଥିଲା, ସିଏ ରାତିଦିନ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। 5ଟି ଲବଙ୍ଗ ଆଉ କଳା ସୂତାର ଏହି ବଶୀକରଣ ସବୁଠାରୁ ଶକ୍ତିଶାଳୀ ବଶୀକରଣ। ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯିଏ ବି ଏହି ବଶୀକରଣ କରିଛି 100ରୁ 100% ସଫଳ ହେଇଛି। ତେଣୁ ଏହାକୁ ଆପଣ ଭାବିଚିନ୍ତିକି ପ୍ରୟୋଗ କରିବେ। ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ମାତ୍ର ଥରେ ଯେଉଁ ଝିଅ ବା ନାରୀ ଉପରେ ଏହି ବଶୀକରଣ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ରାତି ଦିନ ଆପଣଙ୍କ କଥା ଭାବିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଏହି ବଶୀକରଣ ସାହାଯ୍ୟରେ ଆପଣ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ଏହି ବଶୀକରଣ ବିଧି ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ଚାଲନ୍ତୁ ଜାଣିବା। 5ଟି ଲବଙ୍ଗ ଆଉ କଳା ସୂତା ସାହାଯ୍ୟରେ ଆପଣ କିପରି ବଶୀକରଣ କରିପାରିବେ, ଚାଲନ୍ତୁ ଜାଣିବା। କିନ୍ତୁ ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣକୁ ଆପଣ କିପରି କରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ଶନିବାର ଦିନ କରିବେ। କେଉଁ ବି ସମୟରେ କରିପାରିବେ। କିନ୍ତୁ ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ଧୋଇକି ଏହି ବଶୀକରଣ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, 5ଟି ଲବଙ୍ଗ ଆଉ କଳା ସୂତା ଆଣିବେ। ତାପରେ ସେ 5ଟି ଲବଙ୍ଗ ଆଉ କଳା ସୂତା ସାହାଯ୍ୟରେ ଗୋଟିଏ ମାଳ ତିଆରି କରିଦେବେ। ମାଳ ହେଇସାରିବା ପରେ ସେ ମାଳରୁ ଗୋଟିଏ ଲବଙ୍ଗ ଛୁଇଁବେ। ଗୋଟେ ଥର ସେ ଝିଅର ନାମ କହିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ଏହିପରି ଆପଣ ଗୋଟେ ଗୋଟେ କରି 5ଟି ଲବଙ୍ଗ ଛୁଇଁବେ। 5 ଥର ସେ ଝିଅର ନାମ କହିବେ। ଏହିପରି କହିସାରିବା ପରେ ସେ ଲବଙ୍ଗର ମାଳକୁ ନେଇକି କୌଣସି ଏକ ନିମ୍ବ ଗଛର ଡାଳରେ ବାନ୍ଧି ଦେଇ ଚୁପଚାପ ଘରକୁ ଫେରିଆସିବେ। ଗ୍ୟାରେଣ୍ଟି ଦେଉଛି, ଏତିକି କରିଦିଅନ୍ତୁ, ସେ ଝିଅ ବା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।